Hello, my dear students. Welcome to my channel Aprazita 247. तो ଆମର ଯୋଉ ସିରିଜ ଚାଲିଥିଲା ମିଶନ ସିଲାବସର ଆଜି ତାର ନେକ୍ସଟ ପାର୍ଟଟା ମୁଁ କରିବାକୁ ଯାଉଛି ଆଣ୍ଡ ସରି କି ଏତେ ଦିନ ହେଲାଣି ବନ୍ଦ ହେଇଯାଇଥିଲା ବିକଜ ଫାଷ୍ଟ ତ ମୁଁ ଡିଭାଇସ ଚେଞ୍ଜ କରିଥିଲି ସେକେଣ୍ଡ ହଉଛି ମୋର ଦେହ ଭଲ ନଥିଲା। ଠିକ ଅଛି ତ ସେଥିରେ କିଛି ନାହିଁ ତମେ ମାନେ ପଢିବ ଯଦି ଏତିକିରୁ ବି ମୁଁ ପଢେଇ ଦେଇପାରିବି ଠିକ ଅଛି। ତ ସେ ଆଜି ଦେଖିବା କଣ ନା ଲାଷ୍ଟ କ୍ଲାସରେ ମୁଁ ତମକୁ ପଢେଇ ଦେଇଥିଲି କି ନ୍ୟାୟ ସଂସ୍ଥାନ କଣ ଠିକ ଅଛି। ନ୍ୟାୟ ସଂସ୍ଥାନ ମୁଁ ପଢେଇ ଦେଇଥିଲି ଆଉ କଣ ରହିଥିଲା ନା sorry, ନ୍ୟାୟ ସଂସ୍ଥାନ ପଢେଇ ଦେଇଥିଲି। ତ ନ୍ୟାୟ ସଂସ୍ଥାନ ଆମର ଟୋଟାଲ 4ଟା ଥିଲା କଣ କଣ ଥିଲା କେମିତି ଥିଲା ସେଟା ତମେ ଯାଇକି ବୁଝିଦବ ପୂର୍ବ କ୍ଲାସ ଯଦି ନ କରିଛ ପ୍ଲିଜ କରିଦିଅ ନହେଲେ ବୁଝିପାରିବ ଠିକ ଅଛି। ତ ଆଜି ଆମେ ପଢିବା କଣ ଅଛି ସରି ମୁଡ ମାନେ ଯଥାର୍ଥ ସ୍ଥାନରେ କଣ ନା ନ୍ୟାୟ ରୂପ ଅଛି ଯୋଉ ଗୁଡାକ କି ଯଥାର୍ଥ ହବ ମାନେ ତମକୁ କୁହାଯାଇଥିଲା କଣ କି ତ୍ରିପଦୀ ଯୁକ୍ତିରେ 3ଟା ତର୍କ ବାକ୍ୟ ରହିବ କେତେଟା ନା 3ଟା ଠିକ ଅଛି। 3ଟା ଯଦି ରହିବ ସେଇଥିରୁ କଣ ନା 2ଟା ହେଲା ହେତୁ ବଚନ ରାଇଟ ଗୋଟେ ହବ ସିଦ୍ଧାନ୍ତ। ତ ଏଇ ଯୋଉ ହେତୁ ବଚନ ହେଲା ଗୋଟେ ହବ ସାଧ୍ୟ ବୟବ ଆଉ ଗୋଟେ ହବ ପକ୍ଷ ବୟବ ଏମିତି କରିକିନା ଥିଲା ଲାଷ୍ଟ ହେଲେ ଏଇଟା କଣ ନା ଏଇଟା ହେଲା ସିଦ୍ଧାନ୍ତ ଏତିକି ତ ଦେଖ ହେଲା ଏତିକି ଥିଲା ହେଲେ ତମର କଣ ନା ତମେ ଯୋଉ 3ଟା ଥିଲା 3ଟା ଧର ଆ ତର୍କ ବାକ୍ୟ ନେଲ ତା ସହିତ ଆମର ଟୋଟାଲ କେତେଟା ତର୍କ ବାକ୍ୟ ଅଛି ଟୋଟାଲ 4ଟା ଆ ଏ ଇ ଆଉ ଓ ଆମର ଟୋଟାଲ 4ଟା ତର୍କ ବାକ୍ୟ ଅଛି ଏଇ 2ଟା ହେଲା ସାର୍ବିକ ଏଇ 2ଟା ହେଲା ବିଶେଷ ଆ ହେଲା କଣ ସଦର୍ଥକ ଏ ହେଲା ନଞ୍ଜର୍ଥକ ଇଏ ହଉଛି ସଦର୍ଥକ ଓ ହଉଛି ନଞ୍ଜର୍ଥକ ତ ଆମର ଏଇ 4ଟା ଅଛି ଆମେ ଏଇ କରିବା ତା ସହିତ ଏ ଇ ଓ ମାନେ ତା ସହିତ ଏଇ 4ଟା ଯାକକୁ କଣ କରିପାରିବା ନାଇଁ 4ଟା ଯାକକୁ ଆମେ କମ୍ବିନେସନ କରିପାରିବା ସେ ଯୋଉ 3ଟା ତର୍କ ବାକ୍ୟ ଆମକୁ କହୁଛି ଠିକ ଅଛି। ତ ଦେଖ ତାମାନେ ଆ ସହିତ ଆମେ ଆ ନେଇପାରିବା ପୁଣି ତା ଭିତରେ କନକ୍ଲୁଜନରେ ଯାହା କିଛି ଗୋଟେ ଆସିବ ତ ଏମିତି ଆମେ କରିପାରିବା। ତ ଏମିତି ଆମେ ଯେତେବେଳେ କଣ କରିବା ନା ଏଇ ଯୋଉ କମ୍ପେୟାର କରିକି ନା ଏଇ 2ଟା ଆମେ ଯେତେବେଳେ ଦେଖୁଛେ ମାନେ ଏଇ ଯୋଉ କେବଳ ହେତୁ ବଚନର ଅ କଣ ନା ହେତୁ ବଚନର ପରିମାଣ ଆଉ ଗୁଣ ଟାକୁ ଆମେ ଯେତେବେଳେ ଧ୍ୟାନରେ ରଖୁଛେ ହେତୁ ବଚନରେ ଯେତେବେଳେ ତମେ ଧ୍ୟାନରେ ରଖିବ ସେତେବେଳେ କଣ ହବ 4ଟା ତର୍କ ବାକ୍ୟ ଅଛି ନାଇଁ ଆ ଏ ଇ ଓ ସେଇ 4ଟାକୁ ଯଦି ତମେ 4ଟା ଯାକ ସଂସ୍ଥାନରେ ଗୋଟିଏ ଥର ନବ କେତେ ହବ ମାନେ ସରି 4ଟା ଯାକ ସଂସ୍ଥାନରେ ନୁହେଁ ମାନେ 4ଟା ଯାକର 4ଟା ତର୍କ ବାକ୍ୟ ପୁଣି ତା ସହିତ 4ଥର ନବ ସେ ଗୋଟେ କରିକିନା 4ଟା କମ୍ବିନେସନ ହବ ତ ଟୋଟାଲ କେତେଟା ହେଲା ନା 16ଟା ଏଇ 16ଟା ହବ ଗୋଟେ ନ୍ୟାୟ ସଂସ୍ଥାନରେ ଭଲସେ ମନେ ରଖିବ ଗୋଟେ ନ୍ୟାୟ ସଂସ୍ଥାନରେ ହବ 16ଟା ତାପରେ 4ଟା ଯାକ ନ୍ୟାୟ ସଂସ୍ଥାନରେ ଜାଣିବା ପାଇଁ କେତେ କରିବ ନା ଇଣ୍ଟୁ 4 ତ 64। ତ ଯେତେବେଳେ ତମେ କେବଳ ହେତୁ ବଚନକୁ କନସିଡର କରିବ ବା ଧ୍ୟାନରେ ରଖିବ ତମର ଟୋଟାଲ ଗୋଟେ ନ୍ୟାୟ ସଂସ୍ଥାନରେ 16ଟା ନ୍ୟାୟ ରୂପ ହବ ଆଉ 64ଟା ହବ ଟୋଟାଲ 4ଟା ଯାକ ନ୍ୟାୟ ସଂସ୍ଥାନରେ ଠିକ ଅଛି। ଆଉ ଯଦି ତମେ ହେତୁ ବଚନ ପ୍ଲସ ଖାଲି ହେ ଲେଖିଦେଇଛି ତମେ ଦେଖିଦବ ହେଲା ହେତୁ ବଚନ ପ୍ଲସ ସିଦ୍ଧାନ୍ତ ଯେତେବେଳେ ତମେ କନସିଡର କରିବ ଠିକ ଅଛି ସେତେବେଳେ କଣ ହବ ନା ସେତେବେଳେ ତମର ଟୋଟାଲ 64ଟା ବନିବ ଗୋଟେ ନ୍ୟାୟ ସଂସ୍ଥାନରେ ତାକୁ ଧରିକି 4ଟା ଯାକ ନ୍ୟାୟ ସଂସ୍ଥାନରେ ଯଦି କରିବ ତମର କେତେଟା ହବ ନା 256ଟା ଓକେ। ଆଉ ଏଇଥିରୁ ତମର ଭ୍ୟାଲିଡ ବାହାରିବ 24ଟା ଯଥାର୍ଥ ହେଲା ଏଇ ଯୋଉ 256ଟା ରହିଲା ମନେ ରଖିବ ଏଇ ଯୋଉ ଲାଇନ ଗୁଡାକ ହେଲା ଯୋଉ 256ଟା ବାହାରିଲା ଏଥିରୁ କେତେଟା ହବ ନା 24ଟା ହବ ତଥାତ ଏଇଠି ଯୋଉ 300 ଓନ୍ଲି 64ଟା ବାହାରିଥିଲା ଏଇଠି ହବ 19ଟା ହେଲା 19ଟା ଏଇଠି ହବ ଯଥାର୍ଥ ନ୍ୟାୟ ରୂପ ତ କେବଳ ଯେତେବେଳେ ତମେ ହେତୁ ବଚନ କନସିଡର କରିବ ବା ଧ୍ୟାନରେ ରଖିବ ସେତେବେଳେ ତମର 19ଟା ହବ ଯଥାର୍ଥ ନ୍ୟାୟ ରୂପ ହେଲା ଟୋଟାଲ ହବ 64ଟା ଆଉ ଯେତେବେଳେ ତମେ ହେତୁ ବଚନ ପ୍ଲସ ସିଦ୍ଧାନ୍ତକୁ ଦେଖିବ ମାନେ ମିଶେଇକି 3ଟା ଯାକ ତର୍କ ବାକ୍ୟ ସେତେବେଳେ ତମର ହବ 256ଟା ହେଲା 256ଟା ଟୋଟାଲ ହବ ଆଉ ସେଥିରୁ 24ଟା ହବ ଯଥାର୍ଥ କ୍ଲିୟର। ଆଜି ଆମେ ପଢିବା ତାହେଲେ ଆମ ଏବେ କେମିତି ଯଥାର୍ଥ ନ୍ୟାୟ ରୂପ ଜାଣିବା ପାଇଁ
ଆମର କଣ କଣ ରୁଲ ଅଛି ଠିକ ଅଛି। ତ ଆମର ଫାଷ୍ଟ ଅଛି କଣ ନା ଗୋଟେ ହେଲା ହଁ ଫାଷ୍ଟ ତିନିଟା ଟୋଟାଲ ନିୟମ ଅଛି ହେଲା। ଯଥାର୍ଥ ନ୍ୟାୟ ରୂପ କେମିତି ଯଥାର୍ଥ ହେଲା ବୋଲି ଆମେ ଜାଣିବା କେମିତି? ଠିକ ଅଛି ତ ତା ପାଇଁ ତିନିଟା ନିୟମ ଅଛି କେତେଟା ନା ତିନିଟା ନିୟମ। ହେଲା ତିନିଟା ନିୟମର ଫାଷ୍ଟଟା ହେଲା କଣ ନା ସାଧାରଣ ନିୟମାବଳୀ ମାନେ ତ୍ରିପଦୀ ଯୁକ୍ତିର ସାଧାରଣ ନିୟମାବଳୀ ଠିକ ଅଛି ସାଧାରଣ ନିୟମ ଏଇଟା ଯୋଉଟା କି ଏଇଟା ଅଛି 10ଟା ହେଲା ସାଧାରଣ ନିୟମ କେତେଟା ନା 10ଟା ଠିକ ଅଛି ଟୋଟାଲ 10ଟା। ଆଉ ତମେ ତାପରେ ସେକେଣ୍ଡରେ ହେଲା କଣ ନା ସ୍ଵତନ୍ତ୍ର ନିୟମାବଳୀ ପ୍ରତ୍ୟେକ ସଂସ୍ଥାନର ସ୍ଵତନ୍ତ୍ର ନିୟମାବଳୀ ଲେଖିଦବ ପୁରା ହେଲା। ପ୍ରତ୍ୟେକ ସଂସ୍ଥାନର ସ୍ୱତନ୍ତ୍ର ନିୟମାବଳୀ ତାପରେ ଥାର୍ଡରେ ହେଲା ଆରିଷ୍ଟଟଲଙ୍କର ହେଲା କାହାର ନା ଆରିଷ୍ଟଟଲଙ୍କ ସର୍ବାସ୍ତି ନାସ୍ତି ସୂତ୍ର କଣ ନା ସର୍ବାସ୍ତି ନାସ୍ତି ସୂତ୍ର ହେଲା ଏବଂ ମାନେ ଓ ଆଉ କଣ ରୂପାନ୍ତରୀକରଣ। ଠିକ ଅଛି ରୂପାନ୍ତରୀକରଣ ତ ତମ ହେଲା 3 ନମ୍ବରର ଆରିଷ୍ଟଟଲଙ୍କର ସର୍ବାସ୍ତି ନାସ୍ତି ସୂତ୍ର ବା ଆଉ ରୂପାନ୍ତରୀକରଣ। ଇଏ ହଉଛି 3 ନମ୍ବରରେ ଫାଷ୍ଟ ହଉଛି ସାଧାରଣ ନିୟମ। ତ ଏବେ ଆମେ ଦେଖିବା ଆମର ସାଧାରଣୀୟ ନିୟମ 10ଟା ଯାକ ଯୋଉ ଅଛି ହଁ ସେଗୁଡାକ କଣ କଣ? କଣ କଣ? ଦେଖ ସାଧାରଣ ନିୟମରେ ଫାଷ୍ଟଟା ହେଲା ତମେ ଭଲସେ ଦେଖିପାରୁଥିବ ଏରେ କଣ ଲେଖା ହେଇଛି ନା ରେ କେବଳ 3 ଗୋଟି ପଦ ରହିବା ଆବଶ୍ୟକ। ସେ ତିନିଟା ଯାକ କଣ ନା ଗୋଟେ ହେଲା ସାଧ୍ୟ ପଦ ଆଉ ଗୋଟେ ହେଲା ପକ୍ଷ ପଦ ଆଉ ଗୋଟେ ହବ ମଧ୍ୟ ପଦ। ଓକେ ଏଟା ମୁଁ ଆଗରୁ ତ୍ରିପଦୀ ଯୁକ୍ତିର ଗଠନରେ କହିଛି ପୂର୍ବ ଭିଡିଓ ଗୁଡାକ ଦେଖିଦବ। ପୂର୍ବ କ୍ଲାସ ଯାକ କରିଦବ ନହେଲେ କିଛି ବୁଝିପାରିବନି ଠିକ ଅଛି। ଗୋଟେ ହେଲା ସାଧ୍ୟ ପଦ ଗୋଟେ ହେଲା ପକ୍ଷ ପଦ ଆଉ ଗୋଟେ ହେଲା ମଧ୍ୟ ପଦ ଠିକ ଅଛି ସରିଲା କେବଳ 3ଟା ରହିବ। କଣ ନା ତ୍ରିପଦୀ ଯୁକ୍ତିରେ କେବଳ ରହିବ ଇଏ ହେଲା ଦ୍ଵିତୀୟ ନିୟମ ହେଲା କେତେଟା ବାକ୍ୟ ସରି ବାକ୍ୟ କାହିଁକି ନା ହେତୁ ବଚନ ହବ 2ଟା ସିଦ୍ଧାନ୍ତ ହବ ଗୋଟେ। ରାଇଟ ତ ଏଇଠି କଣ ହେଲା ନା ଟୋଟାଲ 3ଟା ହେଲା। ତ ସେଥିପାଇଁ ଟୋଟାଲ 3ଟା ତର୍କ ବାକ୍ୟ ରହିବ। ନେକ୍ସଟ ହେଲା କଣ ନା ସେ କହିଛି କି ସରି ସେ କହିଲେ କି ହେତୁ ବଚନର ହେତୁ ପଦ ଅନ୍ତତଃ ଥରେ ବ୍ୟାପ୍ତ ହବା ଦରକାର ଠିକ ଅଛି ହେତୁ ବଚନରେ ଦେଖ ହଁ ଏଇଠି ଲେଖି ଦଉଛି। ହେତୁ ବଚନରେ ସପୋଜ ତମେ ଆ ତର୍କ ବାକ୍ୟ ନେଇଛ। ତ କଣ ତମର ଫିଗର ଅନୁସାରେ କେମିତି କି ସପୋଜ ତମେ ନବ ଫାଷ୍ଟ ଫିଗର ରାଇଟ ସରି ଏଟା ଚତୁର୍ଥ ସଂସ୍ଥାନ ଚତୁର୍ଥର ଦେଖିବା ଯଦି ସପୋଜ ଆମେ ନେଇଛେ ଏଇଠି ତମେ କଣ କରିବ ନା ଏଇଟା ହେଲା ମଧ୍ୟପଦ ହେଲା ଏଇଠି ହବ ସରି ଏଇଟା ବଡଟେ ନ କଲେ ହବନି। ଦେଖ ଏଇଠି ଥର କରିବା ଏଇ ଯୋଉଟା ଜଏଣ୍ଟ ହଉଛି ଇଏ ହେଲା ମଧ୍ୟପଦ ଏ ଉପରେ ହଉଛି ସାଧ୍ୟ ପଦ ଇଏ ହେଲା ପକ୍ଷ ପଦ ଅ ତାପରେ କନକ୍ଲୁଜନରେ ହବ ଅ ଆଉ ରାଇଟ ତ ଏତିକି ହବ ଏଇଟାକୁ ଆମକୁ ମେନଟେନ କରିବାର ଅଛି। ଠିକ ଅଛି ଏଇଟା ଯୋଉ ରହିଲା ଆମକୁ ଏଇଟାକୁ ମେଣ୍ଟେନ କରିବାର ଅଛି ମାନେ ପ ଟା ଯୋଉଠି ଉଦ୍ଦେଶ୍ୟର ଜାଗା ନେଇଛି ୟେସ୍ ଆମେ ଏମିତି ପୁରା ଲେଖିବା ଠିକ ଅଛି। ମାନେ ସମସ୍ତ ପ ମ ଅଟେ ଏଇଆ ତାର ସାଙ୍କେତିକ ରୂପ ତମେ ଫୁଲ କରିକି ଲେଖିବ ମୁଁ ଯେହେତୁ ଜଲଦି ବୁଝେଇବାକୁ ଚାହୁଁଛି ସେଥିପାଇଁ ମୁଁ ସର୍ଟକଟ ରେ ଲେଖୁଛି ଠିକ ଅଛି ତାପରେ ତମେ ସପୋଜ ଆ ତର୍କ ବାକ୍ୟ ନବ ପୁଣି ଏଇଠି ତମର କଣ ହବ ହୁଁ ଆ ତର୍କ ବାକ୍ୟ ଯଦି ନବ ଏଠି କଣ ହବ ନା ସମସ୍ତ ଏଠି କଣ ହବ ନା ମ ପ ସରି ଅ ଅଟେ ଅ ଅଟେ ତାକୁ ଧରିକି ସିଦ୍ଧାନ୍ତ ତମେ ପୁଣି ଆଉ ଗୋଟେ ତର୍କ ବାକ୍ୟ ନବ ତ ଏମିତି 3ଟା ହେଲା ନା ନାଇଁ ଟୋଟାଲ 3ଟା ତର୍କ ବାକ୍ୟ
ରହିଲା। ସେଇ ତିନିଟା ତର୍କ ବାକ୍ୟରେ ସେ କଣ ଦେଖ ଭଲସେ ଦେଖ ମ ଟା କେବଳ କେବଳ ହେତୁ ବଚନରେ ଅଛି। ତ ଯଦି ହେତୁ ବଚନରେ ଅଛି ସେ କେବଳ ହେତୁ ବଚନରେ ଆଟଲିଷ୍ଟ ଥରେ ବ୍ୟାପ୍ତ ହବା ଦରକାର। କେମିତି ବ୍ୟାପ୍ତ ହବ? ଦେଖ ଆ ତର୍କ ବାକ୍ୟ ବ୍ୟକ୍ତ କରେ କାହାକୁ ନା କେବଳ ଆଉ କେବଳ ଉଦ୍ଦେଶ୍ୟକୁ। ଏଗେନ ଆ ତର୍କ ବାକ୍ୟ କାହାକୁ ବ୍ୟକ୍ତ କରେ ନା ଉଦ୍ଦେଶ୍ୟକୁ। ତ ଏଠି ଏଇ ମ ଟା ବ୍ୟକ୍ତ ହେଇନି କିନ୍ତୁ ପକ୍ଷ ବୟ ପରେ ଏଇ ମ ଟା ବ୍ୟକ୍ତ ହେଇଯାଇଛି ମାନେ ମଧ୍ୟ ପଦ ଟା ବ୍ୟକ୍ତ ହେଇଛି। ତ ହେତୁ ବଚନରେ ହେତୁ ପଦ ଅନ୍ତତଃ ଥରେ ବ୍ୟକ୍ତ ହେବା ଆବଶ୍ୟକ। ଯେହେତୁ ଇଏ ହେତୁ ବଚନରେ କେବଳ ଅଛି ସେଥିପାଇଁ ସେଇ ହେତୁ ବଚନରେ ଗୋଟେ ଥର ସେ ଅତି କମ ରେ ଥରେ ବ୍ୟକ୍ତ ହବା ଦରକାର ଦିଟା ଯାକ ଜାଗାରୁ। ଠିକ ଅଛି ତ ଏଇଠି ଏଇଟା ବ୍ୟକ୍ତ ହେଇଛି ହ ନା ନାଇଁ ହେଲା। ନେକ୍ସଟ ଦେଖ 3 ନମ୍ବର ରୁଲ ହେଲା ତାପରେ ଦେଖ 4 ନମ୍ବର କଣ ନା ହେତୁ ବଚନରେ ଅବ୍ୟାପ୍ତ କୌଣସି ପଦ ସିଦ୍ଧାନ୍ତରେ ବ୍ୟକ୍ତ ହୋଇପାରିବ ନାହିଁ। ଯୋଉଟା ହେତୁ ବଚନ ଅବ୍ୟାକ୍ତ ରହିଛି ସେଟା ହେତୁ ସିଦ୍ଧାନ୍ତରେ ହୋଇପାରିବ ନାହିଁ। ଅବ୍ୟାପ୍ତ ଅଛି ସେ କୋଉଠି ନା ସିଦ୍ଧାନ୍ତରେ ବ୍ୟକ୍ତ ହେଇପାରିବନି। ଯେମିତି କିି ଆମେ ଆ ତର୍କ ବାକ୍ୟ ଏଇଠି ନେଇଥିଲେ ଆ ଆ ଆ ନେଇଥିଲେ। ଏଇଠି ସେ କଣ କହୁଛି ନା ଏଇଠି ତମେ ପ ମ ଲେଖିଥିବ ପୁଣି ମ ଅ ଲେଖିଛ ଖାଲି କଣ ନା ଅ ପ ହବ ନା ନାଇଁ ମାନେ ସମସ୍ତ ପ ମ ଅଟେ ସମସ୍ତ ମ ଅ ଅଟେ ସମସ୍ତ ଅ ପ ଅଟେ ଏହା ତମେ ଲେଖିଥିବ ସାଙ୍କେତିକ ରୂପ। ତ ଏଇଠି ସେ କଣ କହିଛି ନା ଏଇଠି କଣ ନା ମଧ୍ୟ ପଦ ଟା ଏଠି ରହିଗଲା ତାର ସେ ଅତି କମ ରେ ଥରେ ବ୍ୟକ୍ତ ହବା ଦରକାର। 4 ନମ୍ବର ରୁଲରେ ଆମ କଣ କହୁଛି ନା ହେତୁ ବଚନରେ ଅବ୍ୟାପ୍ତ ମାନେ ଆଉ ବାକି ରହିଲା କୋଉଟା କି ଏଇଟା ଗୋଟେ ପଦ ଏଇଟା ଗୋଟେ ପଦ ଯୋଉ ଦିଟା କି ଏଇଠି ପ୍ରେଜେଣ୍ଟ ଅଛନ୍ତି ମାନେ ସିଦ୍ଧାନ୍ତରେ। ସିଦ୍ଧାନ୍ତରେ ତମେ ଫାଷ୍ଟ ଦେଖିଦବ କି କୋଉଟା ବ୍ୟକ୍ତ ହେଇଛି ଆ ତର୍କ କାହାକୁ ବ୍ୟକ୍ତ କରେ ନା ମାନେ ଉଦ୍ଦେଶ୍ୟକୁ ବ୍ୟକ୍ତ କରେ ତ ଏଠି ଅ ଟା ବ୍ୟକ୍ତ ହେଇଛି। ତମେ ଯାଇକିନା ଉପରେ ଚେକ୍ କରିବ ମାନେ ହେତୁ ବଚନରେ କି ଏଟା ବ୍ୟକ୍ତ ହେଇଛି ନା ନାଇଁ। ନା ହେଇନି ତାହେଲେ ଏଇଟା କଣ ହେଇଯିବ ଅଯଥାର୍ଥ ହେଇଯିବ। ଯଦି ଏଇଟା ମାନିଥାନ୍ତା ବ୍ୟକ୍ତ ହେଇଥାନ୍ତା ତାହେଲେ ଏଠି କଣ ହେଇଥାନ୍ତା ଯଥାର୍ଥ ନ୍ୟାୟ ରୂପଟା ହେଇଥାନ୍ତା। ଏବେ ଦେଖ 5 ନମ୍ବର ରୁଲ ସେ କହୁଛି କି ଦୁଇଟି ନଞ୍ଜର୍ଥକ ତ ହେତୁ ବାକ୍ୟରୁ କୌଣସି ସିଦ୍ଧାନ୍ତ ସମ୍ଭବପର ନୁହେଁ। ତ ଦିଟା ଯାକ ନଞ୍ଜରଥକ ମାନେ କଣ କହିଥିବ ୟା ତ ଏ କହିଥିବ ଏଇଟା ଏ କହିଥିବ ମାନେ ନୁହେଁ ନୁହେଁ ସେ କହିବ କୌଣସିଟି ନୁହେଁ କୌଣସିଟି ନୁହେଁ ଦି ଜାଗାରେ କହିଥିବ ନାହିଁ ନାହିଁ କିଛି ନାହିଁ ଠିକ ଅଛି ସେଇଠି କିଛି ଆସିବ ନାହିଁ। ଏଗେନ ଓ ତର୍କ ବାକ୍ୟ ବି ହଉଛି କଣ ଗୋଟେ ନେଗେଟିଭ ଏଠି ବି ସେମିତି ନାହିଁ ନାହିଁ କିଛି ନାହିଁ ଠିକ ଅଛି। ତ ଏଠି ବି କିଛି ଆସିବନି କେମିତି ଆସିବନି ସେଟା ତମେକୁ ଏତେ ତଥାପି ବି ମୁଁ ଏତିକିରେ କହିଦେଲି ସର୍ଟକଟରେ ବାସ୍ ଏତିକି ମନେ ରଖିବ। ତାପରେ ହେଲା କଣ ନା ହୁଁ 7 ନମ୍ବର ରୁଲ ଉଭୟ ତର୍କବଚନ ସଦର୍ଥକ ହେଲେ ସିଦ୍ଧାନ୍ତ ମଧ୍ୟ ସଦର୍ଥକ ହେବ। ସଦର୍ଥକ କହିଲେ କଣ ନା ଆ ତର୍କ ବାକ୍ୟ ହଉଛି ଗୋଟେ ସଦର୍ଥକ ଆଉ ଇ ତର୍କ ବାକ୍ୟ ହଉଛି ଗୋଟେ ସଦର୍ଥକ। ଯଦି କହୁଛି ତାମାନେ ଆ ଆଉ ଇ ଯଦି ଅଛି ଦିଟା ଯାକ ହେଲା ସଦର୍ଥକ ମାନେ ଦେଖ ବେସିକାଲି ଇଏ ହେଲା ସଦର୍ଥକ ମାନେ କଣ ସାଧା ପାଣି ଦବ ସପୋଜ ତମେ ସପୋଜ କର କି ଗୋଟେ ଗ୍ଲାସ ରେ ତମେ ଯଦି ସାଧା ପାଣି ନେଇଛ ସିଏ ହେଲା କଣ ନା ସଦର୍ଥକ ହେଲା ଆଉ ଯଦି ଆଉ ଯଦି ନଞ୍ଜର୍ଥକ ନେଇଛ ସେଇଟା ହେଲା କଣ ନା ଲୁଣ ପାଣି। ତମେ ଯେତେବେଳେ ଗୋଟେ ସାଧା ପାଣି ଗ୍ଲାସ କୁ ଆଉ ଗୋଟେ ସାଧା ପାଣି ଗ୍ଲାସ ରେ ମିଶେଇବ ମାନେ ଆଉ ଗୋଟେ କଣ୍ଟେନର ଏକା ବେଳେ ଢାଳି ଦବ ତାହେଲେ ସେତେବେଳେ କଣ ହବ ନା ସେଇଟା କଣ ସେ ସାଧା ପାଣି ହିଁ ତମର ବାହାରିବ ନା ଆଉ କିଛି ବାହାରିବ କି ସେତିକି ହିଁ ବାହାରିବ। ତ ଏଠି କଣ ନା ସିଏ କହିଲେ କି ଏଇଟା ଯେତେବେଳେ ସଦର୍ଥକ ଥିବ ଦିଟା ଯାକ ସେତେବେଳେ ସଦର୍ଥକ ଥିବ ମାନେ ଦିଟା ଯାକ ଯଦି ସାଧା ପାଣି ଅଛି ତମେ ଆଉ ଗୋଟେ କଂସାରେ ବା ଗୋଟେ ଅଲଗା କଣ୍ଟେନରରେ ନେଇକି ମିଶେଇଦେଲେ ସେ ସାଧା ପାଣି ହିଁ ଆସିବ। ନେକ୍ସଟ ହେଲା କଣ ନା ଉଭୟ ତର୍କ ବଚନ ସରି ଉଭୟ ହେତୁ ବଚନ ବିଶେଷ ତର୍କ ବାକ୍ୟ ହୋଇଥିଲେ କୌଣସି ସିଦ୍ଧାନ୍ତ ସମ୍ଭବପର ନୁହେଁ। ସରି ମୁଁ ଆଉ ଗୋଟେ ଛାଡି ଦେଇଛି ସରିରେ ଦେଖ ଏଇଟା 6 ନମ୍ବର ଟା ଛାଡି ଦେଇଛି। ଗୋଟିଏ ହେତୁ ବଚନ ନଞ୍ଜର୍ଥକ ହେଲେ ସିଦ୍ଧାନ୍ତ ମଧ୍ୟ ନଞ୍ଜର୍ଥକ ହେବ ତମେ ବେସିକାଲି ଗୋଟେ ଜିନିଷ ମନେ ରଖ କି ତମେ ଯେତେବେଳେ ଗୋଟେ ଗ୍ଲାସ ପାଣି ନଉଛ ସାଧା ପାଣି ଗୋଟେ ନେଇଛ ସାଧା ପାଣି ଟା ହେଲା ସଦର୍ଥକ ଆଉ ନଞ୍ଜର୍ଥକ ଟା ହେଲା ଲୁଣି ପାଣି ତ ତମେ ଦିଟା ଯେତେବେଳେ ଆଉ ଗୋଟେ କଣ୍ଟେନର କୁ ମିଶେଇଦବ ତ ତମର ପାଣି ଟା କଣ ଲୁଣି ହେଇଯିବ ତ ସେଠି କଣ ନଞ୍ଜର୍ଥକ ହିଁ ଆସିବ ନା ତ ତମର ଯେତେବେଳେ ଗୋଟେ ତର୍କ ବାକ୍ୟ ନଞ୍ଜର୍ଥକ ଅଛି ତାହେଲେ ସିଦ୍ଧାନ୍ତ ବି ନଞ୍ଜର୍ଥକ ହେବ କ୍ଲିୟର। ନେକ୍ସଟ ଉଭୟ ତର୍କବଚନ ସଦର୍ଥକ ହେଇଥିଲା ଏଇଟା ପଢେଇ ଦେଇଛି ତାପରେ ଦେଖ 8 ନମ୍ବର ହେତୁ ବଚନ ଉଭୟ ହେତୁ ବଚନ ବିଶେଷ ତର୍କ ବାକ୍ୟ ହୋଇଥିଲେ କୌଣସି ଚିହ୍ନଟ ସମ୍ଭବପର
ନୁହେଁ ଯଦି ଦିଟା ଯାକ ହେତୁ ବଚନ ବିଶେଷ ତର୍କ ବାକ୍ୟ ବିଶେଷ ତର୍କ ବାକ୍ୟ କୋଉଟା କୋଉଟା ନା ଗୋଟେ ହେଲା ଇ ଆଉ ଗୋଟେ ହେଲା ଓ ନା ଦିଟା ଯାକ ଯଦି ବିଶେଷ ହେଇଥିବ ତାହେଲେ କଣ ନା ମାନେ କଣ ଦିଟା ଯାକ ବିଶେଷ ମାନେ କଣ ଦିଟା ଇ ଥିବ ନହେଲେ ଇ ଆଉ ଓ ଥିବ ନହେଲେ ଓ ଇ ଥିବ ଏମିତି ଏଇ ଦିଟାଙ୍କର କମ୍ବିନେସନ ଯୋଉଠି ଯୋଉଠି ଥିବ ଏଇ ରାଗରେ କଣ ହବ ନା ଦିଟା ଯଦି ବିଶେଷ ହେଇଯାଇଛି ଏଠି କିଛି ହେଲେ ବାହାରିବ ନାହିଁ କ୍ଲିୟର। 9 ନମ୍ବର ରୁଲ କଣ ନା ଗୋଟିଏ ହେତୁ ବଚନ ବିଶେଷ ହେଲେ ସିଦ୍ଧାନ୍ତ ଅବଶ୍ୟ ବିଶେଷ ହେବ। ଦେଖ ତମ ପାଖରେ ଯଦି 100ଟା ଚକୋଲେଟ ଅଛି ତମକୁ ମୁଁ ମାଗିବି 5ଟା ଦିଅ ଦେଇପାରିବ ନା ଦେଇପାରିବନି କିନ୍ତୁ ତମର ଯଦି ଦିଟା ମାନେ ଟୋଟାଲ 100ଟା ଅଛି ସେଥିରୁ ହେଲା ସେଥିରୁ ତମର କଣ ନା 5ଟା ଅଛି ଡେରି ମିଲ୍କ ବାକି 95ଟା ଅଛି କଣ ନା କିଟକାଟ। ଠିକ ଅଛି 5ଟା ଅଛି ଡେରି ମିଲ୍କ ବାକି 95ଟା ହଉଛି କିଟକାଟ ମୁଁ ଏଇନା କହିବି କି ମତେ 100ଟା ଚକୋଲେଟ ଡେରି ମିଲ୍କ ଦିଅ ବା 100ଟା କିଟକାଟ ଦିଅ ତମେ ଦେଇପାରିବ କି ନାହିଁ କଣ ପାଇଁ ନା କିଛି ଗୋଟେ ମିଶି ଯାଇଛି ହାଫ ରେ ସେ ରହିଯାଇଛି ରାଇଟ ତ ଏଠି ଥିଲା ନା 100ରେ ହେଲେ ତା ସହିତ ଟୋଟାଲରେ ପୁଣି ଆଉ ସେକେଣ୍ଡରେ ଯୋଉଟା ମିଶିଛି ଇଏ ତ ପୁଣି ଅଲଗା ହେଇଯାଉଛି ନା ଇଏ ଯଦି ଫୁଲ ଡିନୋଟେସନ ଅଛି 95ରେ ପୁଣି ଅଗେନ ଏଇଠି 5 ତ ରହିଯାଇଛି ନା ଠିକ ଅଛି ତ ଏଇଟା ଯେହେତୁ ମିଶିବ ତମକୁ ତମ ପାଖରେ 100ଟା ଚକୋଲେଟ ଥିବ ଯେ ହେଲେ କିନ୍ତୁ ଅଲଗା ଅଲଗା ଅଛି ନା ତ ତମେ ଦେଇପାରିବନି ତମକୁ ଜଣେ ଯଦି ସେଥିପାଇଁ କଣ ହବ ନା ତମେ ତମର ମନେ ରଖିବ ଏଇଟା ଗୋଟେ ଟ୍ରିକ୍ ଜଷ୍ଟ ହେଲା ତ ଗୋଟେ ହେତୁ ବଚନ ଯଦି ବିଶେଷ ହେଇଥିବ ତାର ନା ତାର ଟୋଟାଲ ହେତୁ ସିଦ୍ଧାନ୍ତ ଟା ବିଶେଷ ହବ 10 ନମ୍ବର ରୁଲ କଣ ନା ସାଧ୍ୟ ବୟବ ଯଦି ବିଶେଷ ହୋଇ ପକ୍ଷାଭାବ ନଞ୍ଜର୍ଥକ ହେଲେ କୌଣସି ସିଦ୍ଧାନ୍ତ ନିଶ୍ଚିତ ହେବ ନାହିଁ ସାଧା ବୟବ ମାନେ କଣ ନା ଉପରଟା ଫାଷ୍ଟଟା ଠିକ ଅଛି ସାଧ୍ୟ ଭାବ ସେ କଣ କହିଛି ବିଶେଷ ବିଶେଷ କହିଲେ କୋଉଟା ନା ଗୋଟେ ହଉଛି ଇ ଆଉ ଗୋଟେ ହେଲା ଓ ହେଲା ତାପରେ ସାଧ୍ୟବୟବ ବିଶେଷ ପକ୍ଷାବୟବ ନଞ୍ଜର୍ଥକ ପକ୍ଷାବୟବ ଏ ହବ ଇ ହବ ସରି ଓ ବି ନେଇପାରିବା ଆମେ ରାଇଟ ଓ ଆମେ ନେଇପାରିବା ଇ ଓ ଥିବ ତାମାନେ ଇ ଆଉ ଏ ଯଦି ବି ସେଟା ବି ହବ ନା ଓ ଆଉ ଓ ତ ଏଇଟା ଦିଟା ଯାକ ନଞ୍ଜରଥକ ହେଇଯାଉଛି ହେଲା ତ ବିଶେଷ ଯଦି ସାଧ୍ୟ ବୟବଟା ଅଛି ତା ତଳେ ଅଛି କଣ ନଞ୍ଜର ତର୍କ ବାକ୍ୟ ଅଛି ଯେ ଏ ହଉ ବା ଓ ତାହେଲେ ତମର କଣ ନା କୌଣସି ସିଦ୍ଧାନ୍ତ ନିଶ୍ଚିତ ହେବ ନାହିଁ ଏଇ 10ଟା ଯାକ ରୁଲ ଭଲ ସେ ରଟି ରଟିକି ପୁରା ମନେ ରଖିବ ହେଲା ଠିକ ଅଛି କାହିଁକି ନା ଇଏ ପୁରା ତମର ଏକ୍ଜାମ ପାଇଁ ଭଲ ପୁରା ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା କଣ ପାଇଁ ନା ଏଇ ଯୋଉ 10ଟା ଯାକ ରୁଲ ତମେ ମନେ ରଖିଲେ ହିଁ ତମର ଯଥାର୍ଥ ନ୍ୟାୟ ରୂପ ତମେ ବାହାର କରିପାରିବ ଠିକ ଅଛି ଆଉ ତମେ ଯଦି ନ କରିବ ତାହେଲେ ତମେ ଫସିଯିବ ନା ହେଲା 10ଟା ତ ଏବେ ଦେଖ ତମେ 10ଟା ଯାକ ରୁଲ ଫାଷ୍ଟ ମନେ ରଖିବ ଯାଇକିନା ତମେ ବୁଝିପାରିବ ତ ସେଥିପାଇଁ ମୁଁ ଭାବୁଛି ତମେ ଏବେ ଫାଷ୍ଟ ସେ 10ଟା ଯାକ ନିୟମ ଘୋଷିବା ଦରକାର ତାପରେ ଯାଇକିନା କରିବ କିନ୍ତୁ ତଥାପି ବଲେ ମୁଁ ପଢେଇ ଦେଇକିନା ଯାଉଛି ତାକି ତମେ ମାନେ ମନେ ରଖିଦବ କିନ୍ତୁ ଲମ୍ବା ହେଇଯିବ ବେଶୀ ତଥାପି ଦେଖ ଫାଷ୍ଟ ନ୍ୟାୟ ସଂସ୍ଥାନ କଣ ନା ଆମେ ଏବେ କଣ କରିବା ନା 4ଟା ଯାକ ଆମ ଯୋଉ ନ୍ୟାୟ ସଂସ୍ଥାନ ଅଛି ତା ଉପରେ ଆମେ କଣ କରିବା ନା ଯଥାର୍ଥ ନ୍ୟାୟ ରୂପ କାହାର କୋଉଟା ବୋଲି ଆମେ ଚେକ୍ କରିବା ଠିକ ଅଛି ମଧ୍ୟପଦ ଇଏ ହେଲା ପକ୍ଷ ପଦ ସରି ସାଧ୍ୟ ପଦ ଇଏ ହେଲା ପକ୍ଷ ପଦ ତାପରେ ଅପ ମାନେ ଠିକ ଅଛି ଅପ ତ ତମେ ଏବେ ଚେକ୍ କରିବା ନା ୟାର ଫାଷ୍ଟ ହେଲା ଆ ରୁ ନବା ଦେଖ ତର୍କ ନେଲେ ଆ ସହିତ ଆମେ କମ୍ବିନେସନ ଆକୁ ବି ନେଇପାରିବା ତ ଯଦି ଆଗୁ ନବା ଏବେ ଫାଷ୍ଟ ଏପଟ ଟା ପକେଇଦବା କଣ ନା ଏଇଟା ଯେମିତି ଏଇଠି ଲେଖା ହେଇଛି ସେଠି ଯେମିତି ଲେଖିବା ତ ସମସ୍ତ ମ ପ ଅଟେ ଏମିତି ଲେଖିବ ପୁରା ତମେ ପୁରା ଲେଖିବ ସମସ୍ତ ମ ପ ଅଟେ ଏମିତି ପୁରା ଲେଖିବ ମୁଁ ଫାଷ୍ଟ ଗୋଟିକ ଲେଖୁଛି ଆଉ ଲେଖିବିନି ତାପରଠୁ ଖାଲି ମ ପ ଲେଖିଦେବି ଠିକ ଅଛି ତାପରେ ସମସ୍ତ ଏଇଟା ମୁଁ ଦେଇଦେଲି ଚାଲି ଆ ସମସ୍ତ ମ ଅଟେ ହେଲା ସମସ୍ତ ମ ଅଟେ ଏବେ ମତେ କୁହ ଇଏ ହେଲା ସଦର୍ଥକ ଇଏ ବି ହଉଛି ସଦର୍ଥକ ତମେ ଦିଟା ଯଦି ସାଧା ପାଣି ଗୋଟେ ଜାଗାରେ ମିଶେଇଦବ ଦିଟା ଗ୍ଲାସ ରେ ସାଧା ପାଣି ତାହେଲେ କଣ ହବ ସେ ସଦର୍ଥକ ଏଇଠି ସାର୍ବିକ ଯେହେତୁ ଅଛି ଦିଟା ଯାକ ସାର୍ବିକ ଅଛି ତ ଏଠି ସାର୍ବିକ ଆସିବ
ତର୍କ ବାକ୍ୟ ତାପରେ ହେଲା କଣ ନା ଏଇଟା ହବ କଣ ନା ତ ଅ ପ ଅଟେ ଏତିକି ଲେଖା ହବ ଏଇଟା ତମେ ଲେଖିଦବ ଏଇଟା ତ ପ ପ ଅଟେ ଠିକ ଅଛି ଏଠି ଦେଖ ଭଲ କି ଏଇ ଯୋଉ ଆ ତର୍କ ବାକ୍ୟ ଆ କରିବ କାହାକୁ ନା କେବଳ ଉଦ୍ଦେଶ୍ୟକୁ ଉଦ୍ଦେଶ୍ୟ କହିଲେ କୋଉଟା ଏଠି ନା ମଧ୍ୟ ପଦଟା ଏଠି ରାଇଟ ଏଇଟା ହେଲା ଉଦ୍ଦେଶ୍ୟର ଜାଗା ଏଇଟା ହେଲା ବିଧେୟର ଜାଗା ଦେଖ ଠିକ ଅଛି ତାପରେ ଦେଖ 3 ନମ୍ବର ରୁଲ ଥିଲା କଣ ନା ମଧ୍ୟମତା ଏଠି ଚେକ୍ କରିବାକୁ ପଡିବ ଆର ଗୁଡାକ ଏତେ ଚେକ୍ କରିବାକୁ ପଡିବନି ଦେଖର ଇଏ ବାପ୍ତ କରୁଛି କାହାକୁ ଶକୁ ଓକେ ଉଦେଶ୍ୟକୁ ବ୍ୟକ୍ତ କରୁଛି ହେଲା ମୋ ବ୍ୟକ୍ତ ହେଇଗଲା ଏଗେନ ଉଦ୍ଦେଶ୍ୟକୁ ବ୍ୟକ୍ତ କରୁଛି ଏଠି ଦେଖ ଆଟଲିଷ୍ଟ ଥରେ ମଧ୍ୟ ପଦ ଅନ୍ୟ ନାଇଁ ସାଧାରଣ ନିୟମର 3 ନମ୍ବର ଟା ହଉଛି କଣ ନା ପଦଟା ହେତୁ ପଚନରେ ପ୍ରାପ୍ତ ହବା ଦରକାର ୟେସ୍ ଏଠି ହେଇଯାଇଛି ଗୋଟେ ଥର ବ୍ୟାପ୍ତ ଏବେ ଟ୍ରାଏ କରିବା କଣ ନା ତମର ଯୋଉ 4 ନମ୍ବର ଟା ଅଛି ନିୟମ ଅବ୍ୟକ୍ତ ଥିବ ସେ ଏଠି ବ୍ୟକ୍ତ ହେଇପାରିବନି ଆମେ ଫାଷ୍ଟ ଏଇଠୁ ଅଛି କି ନାଇଁ ତାପରେ ଯାଇକିନା ଉପରେ ଚେକ୍ କରିବା ଯଦି ଇଏ ଅବ୍ୟକ୍ତ ଥିବ ତାହେଲେ ଆମେ ଚେକ୍ କରିବାର ଠିକ ଅଛି ତା ପାଖରେ ଯଦି ଜିନିଷ ନାହିଁ ସେ ଚୋରି କଲା କି ନାଇଁ ଆମ କେମିତି କାହିଁକି ଇଏ କରିବା ଅଟା ହେତୁ ନା ଯେହେତୁ ଏଠି ସବୁତକ ମାନେ ମଧ୍ୟ ପଦ ଆଟଲିଷ୍ଟ ଥରେ ଅବ୍ୟକ୍ତ ପଦ କୌଣସି ପଦ ସିଦ୍ଧାନ୍ତରେ ବ୍ୟକ୍ତ ହେଇନାହିଁ ହେଲା ମାନେ ଯାହାବି ସିଦ୍ଧାନ୍ତରେ ବ୍ୟକ୍ତ ଘୋଷଣାର ବ୍ୟକ୍ତ ହେବା ଦରକାର ତ ଏଠି ନାଁ ଦିଆ ହେଲା କଣ ନା ବାରବାରା ଠିକ ଅଛି କଣ ୟାର ନାଁ ଦିଆ ହେଲା କଣ ବାରବାରା ଫାଷ୍ଟ ହେଲା ବାରବାରା 1 ନମ୍ବରରେ ତ ଏବେ ନେକ୍ସଟ ପୂର୍ବ ପେଜକୁ ଯିବା ପାଖରେ ଯଦି 100ଟା ଚକୋଲେଟ ଅଛି ତମକୁ ଯଦି ମୁଁ 5ଟା ମାଗିବି ଦେଇପାରିବ ନା ତାକୁ ଧରିକି ଏଇଠି ଆମେ କଣ କରିବା ନା ଆମର ଏଇ ଆମେ ସିଦ୍ଧାନ୍ତ ଆମର ସଦର୍ଥକ ହବା ଦରକାର ତ ଏଠି ସଦର୍ଥକ ଆମର ଆଉ ଗୋଟେ ତର୍କ ବାକ୍ୟ ବି ଅଛି ଯୋଉଟା କି ହଉଛି ଇ ନା ଇ ତ ଆମେ ଏଠି ଇ କୁ ନେଇପାରିବା କିନ୍ତୁ ଆମର ବେଶୀ ସାର୍ବିକରୁ ସବୁବେଳେ ସାର୍ବିକ ହବ ସେଥିପାଇଁ ଆମେ ତାକୁ ନେଲେ ଠିକ ଅଛି ତ ଆମେ ତାକୁ ଚେକ୍ କରିବା ଇର କଣ ହବ ନା ହେଲେ ଏଇଠି ଇ ତର୍କ ବାକ୍ୟ ବ୍ୟାପ୍ତ କରୁଛି କାହାକୁ ନା ସେ କାହାକୁ ବି ବ୍ୟକ୍ତ କରେ ନାହିଁ ଉଧେୟ ସେ କାହାକୁ ବ୍ୟକ୍ତ କରେନି ତାହେଲେ ଏଠି କଣ ହବ ନା ନା ଏଇଠି କଣ ଯେହେତୁ ଏଠି ୟା ପାଖରେ ଜିନିଷ ହିଁ ନାହିଁ ଆମେ କରିବା କିଛି କାମ ଅଛି କି ନାଇଁ ତ କିଛି କାମ ନାହିଁ ତାମାନେ ଥରେ ବ୍ୟକ୍ତ ହେଇଯାଇଥିଲା ଏଠି ତ ଅବ୍ୟକ୍ତ ପଦ କୌଣସିଟି ଆମର କିଛି ପ୍ରଶ୍ନ ହିଁ ଉଠୁନି ଅଯଥାର୍ଥ ହବାର ବି ଯଥାର୍ଥ ହିଁ ହେଇଗଲା ଯଦି ଯଥାର୍ଥ ହେଲା ଏଇଟା କଣ କହନ୍ତି ନା ବାରବାରାର କଣ ନା ଦୁର୍ବଳୀକୃତ ନ୍ୟାୟ ରୂପ ବାରବାରୀ କଣ ନା ବାରବାରୀ ଆ ଆ ଆ ଇଏ ହେଲା ଆ ଠିକ ଅଛି ତମର ଇ ହେଇଗଲା ବାରବାରୀ ହଉଛି ତାର ଦୁର୍ବଳୀକୃତ ନ୍ୟାୟ ରୂପ ନେକ୍ସଟ କ୍ଲାସରେ ଡାଇରୀ ପଢିବା ଡାଇରୀ କେମିତି ନା ଡାୟରୀରେ ଆ ଇ ଇ ତମେ କହିବ ଏଠି ଇ କଣ ପାଇଁ ହେଲା ନା ଇଏ ହଉଛି ସଦର୍ଥକ ଇଏ ହଉଛି ସଦର୍ଥକ ଆମେ ଜାଣିଲେ ଏଠି ସଦର୍ଥକ ଆସିବ ଏଗେନ୍ ଆ ହଉଛି ସାର୍ବିକ ଇଏ ହଉଛି ବିଶେଷ ତ ଯଦି ଗୋଟେ ବିଶେଷ ହବ ତମର ସିଦ୍ଧାନ୍ତ ବି ବିଶେଷ ହବ ତ ମାନେ ତମର ସାଧାରଣ ନିୟମ ଅନୁସାରେ ଏଠି ସେମିତି କଣ ନାମ ପ ଅ ମ ଏତିକି ତ ତାପରେ ଅ ପ ଟିକେ ନୁହେଁ କି ହେଲା ଫିଗର ଅନୁସାରେ ତ ପଡୁଛି ଆଉ ଠିକ ଅଛି ଦେଖ ତାପରେ ଦେଖ ଏଇଠି ତମେ କଣ ନା କରିବ କାହାକୁ ନା ସେ ଆ ତର୍କ ବାକ୍ୟ ବ୍ୟକ୍ତ କରିବ ତାର ଉଦ୍ଦେଶ୍ୟକୁ ଠିକ ଅଛି ଇ ତର୍କ ବାକ୍ୟ କାହାକୁ ବ୍ୟକ୍ତ କରେ ନା ସେ କାହାକୁ ବି ବ୍ୟକ୍ତ କରେନି ଏଠି ବି ମଧ୍ୟ ପଦ ଆଟଲିଷ୍ଟ ଥରେ ବ୍ୟକ୍ତ ହେଇଯାଇଛି ୟେସ୍ ହେଇଯାଇଛି ତାପରେ ଇ କାହାକୁ ବ୍ୟକ୍ତ କରୁନି ତ ତାକୁ ଯାଇକିନା ଉପରେ ମାନେ ହେତୁ ପଚନ ଚେକ୍ କରିବାର କିଛି ଇଏ ଯଥାର୍ଥ ହେଇଗଲା
ୟାକୁ କଣ କହନ୍ତି ନା ୟାର ନାଁ ଦିଆ ହେଇଛି ଡାରି ଇ କଣ ନା ଡା ରି ଇ ଠିକ ଅଛି ଡାରି ଇ ଏଇଟା ଆ କାର ଏଟା ହର୍ଷଇ ଏଟା କମନ ହେଇଗଲା ଆ ଇ ଇ ହେଲା ବାରବାର ଡରି ତାପରେ ଯାହାବି ଅଛି ପଢିବା ନେକ୍ସଟ କ୍ଲାସରେ ମୁଁ ତ ଆଜି ପାଇଁ ଏତିକି ଲାଇକ୍ ସେୟାର ସବସ୍କ୍ରାଇବ କରିବ ସବସ୍କ୍ରାଇବ କରିଦେଇଥିବ ତାକି ଯୋଉଦିନ ମୁଁ ଭିଡିଓ ପାରିବ ଆଣ୍ଡ ୟେସ୍ ଲାଇକ୍ କରିବ ମୁଁ ଯଦି ପଢିବା ପାଉଛ ତମ ମାନଙ୍କୁ ମିଳୁଛି ପାଠ ତମେ ପଢିବାରେ ହେଲ୍ପଫୁଲ ହଉଛି ତାହେଲେ ଟିକେ ଏନର୍ଜି ମିଳିବ ଆଉ ଟିକେ ଭଲସେ ବନେଇବା ପାଇଁ ଠିକ ଅଛି ଏତିକି ଟେକ୍ କେୟାର ବାଏ ନେକ୍ସଟ୍ କ୍ଲାସ୍ ଦେଖା ହବ